Hello friends, good afternoon everyone. So today is 5th May 2026 and daily vlog upload କରିବାଟାକୁ କଣ୍ଟିନ୍ୟୁ ରଖିବା ପାଇଁ ମୁଁ ଆଜି ଆଉ ଗୋଟେ ସେକେଣ୍ଡ ଡେ ମାନେ ଗୋଟେ ପ୍ରୟାସ କରିଛି ଗୋଟେ ଭ୍ଲଗ୍ ବନେଇବା ପାଇଁ। ତ ଆକ୍ଚୁଆଲି ଆଜି ଭ୍ଲଗ୍ ସେମିତି କିଛି ମାନେ ମୁଁ ବନେଇ ହିଁ ପାରୁନି ଆକ୍ଚୁଆଲି ଆଜି ବୋଲି ମାନେ ନାହିଁ। ଡେଲି ଭ୍ଲଗ୍ ବନେଇବି ବୋଲିକି ମୁଁ ନିଜକୁ ଚ୍ୟାଲେଞ୍ଜ ଦେଇଛି ସତ, କିନ୍ତୁ ସେମିତି ଭ୍ଲଗ୍ ତ ବନେଇ ହେଉନି। ବାକି ବହୁତ ସାରା ଥଟ୍ ପ୍ରୋସେସ୍ ଆସୁଛି ମାଇଣ୍ଡକୁ କି ଏଇ ବିଷୟରେ କିଛି କହିବି କି କିଛି କ'ଣ କରିବି କି। ବାକି ଗୋଟେ କଥାଟା ଯେଉଁଟା ମାନେ ମୁଁ ଭାବିଲି ଏବେ କି ସମସ୍ତଙ୍କୁ କହିବାଟା ଠିକ୍ ହେବ ଆକ୍ଚୁଆଲି। କଥା ହେଲା ଏଇଟା କି ଯେ ଗାଡ଼ି ଧୀରେ ଚଲାନ୍ତୁ ଆକ୍ଚୁଆଲି ସତ କଥା। ଆଉ ଯଦି ଆପଣ ଅଣ୍ଡର ଏଜ୍ ଅଛନ୍ତି କିମ୍ବା ଡ୍ରାଇଭିଂ ଲାଇସେନ୍ସ ନାହିଁ ତ ତାହେଲେ ଗାଡ଼ି ନ ଚଲାଇବାଟା ସବୁଠୁ ବେଟର୍ ହେବ, ଆପଣଙ୍କ ପାଇଁ ହିଁ ବେନିଫିଟ୍ ହେବ। ଆଉ ହେଲମେଟ୍ ୟୁଜ୍ କରନ୍ତୁ ଆଉ ଗାଡ଼ି ସ୍ଲୋ ଚଲାନ୍ତୁ। ଆମ ରିଲେଟିଭ୍ରେ ମୁଁ ଏଇଟା ଦେଖି ସାରିଲିଣି ଅଲରେଡ଼ି, ମାନେ ଘଟଣା 2-3 ନମ୍ବର ଘଟଣା ଯେଉଁଟାକି ମାନେ ଡାଇରେକ୍ଟ ଲାଇଫ୍ ଏଣ୍ଡ ହେଇଯାଉଛି ଏକାଥରେ, ଆଉ କିଛି ନାହିଁ, ଅପସନ୍ ହିଁ କିଛି ବଚୁନାହିଁ। ତ ରିସେଣ୍ଟଲି ଗୋଟେ ଘଟଣାଟା ହେଇଛି ଆମର କେନ୍ଦୁଝରରେ ବି। ସେଇଟା ସେମାନେ ବୁଲିବା ପାଇଁ ଆସିଥିଲେ 2 ଜଣ ସାଙ୍ଗ ହେଇକି ସେମାନେ। ଆଉ ଆମ ରିଲେଟିଭ୍ର ଜଣେ ଲୋକ, ଗୋଟେ ପିଲାଟା, ବେଶୀ ବି ଏଜ୍ ନାହିଁ, ପୁଣି ମାନେ 20ରୁ 25 ବର୍ଷ ଭିତରେ ହିଁ ତା'ର ଏଜ୍ ହେବ। ସେ ତା'ର ସାଙ୍ଗ ସହିତ ଆସିଥିଲା, ତା ବାଇକ୍ ଥିଲା ତା ସାଙ୍ଗର ବାଇକ୍, ଆଉ ସ୍ପୋର୍ଟସ୍ ବାଇକ୍ ଥିଲା। ସ୍ପିଡ଼ ପୁରା ସାଙ୍ଗେ ସାଙ୍ଗେ ଆଚିଭ୍ ହେଉଥିଲା ଯେଉଁଟା। ଆଉ ସେମାନେ ସ୍ପିଡ଼ରେ ହିଁ ଥିଲେ, ଏତେ ସ୍ପିଡ଼ରେ ଥିଲେ ଯେ ଯେଉଁଟାରେ ସେମାନେ ବାଡ଼େଇ ହେଲେ, ଗୋଟେ ଟ୍ରାକ୍ଟରର ପଛପଟ ଡଲାରେ ସେମାନେ ବାଡ଼େଇ ହେଲେ। ବାଡ଼େଇ ହେଲା ପରେ ମାନେ ସେଇଠି ହିଁ ସ୍ପଟ୍ ଡେଥ୍ ହେଇଗଲା ତା'ର। ସେ ଯେ ସାଙ୍ଗ ଯାହାର ଗାଡ଼ି, ସେ ଯିଏ ଗାଡ଼ି ନେଇକି ଆସିଥିଲା, ସେ ସେଇଠି ହିଁ ସ୍ପଟ୍ ଡେଥ୍। ଆଉ ଆମ ରିଲେଟିଭ୍ ଯେଉଁ ପିଲାଟା ଯିଏ, ସିଏ ବର୍ତ୍ତମାନ ସମ୍ ହସ୍ପିଟାଲ ଭୁବନେଶ୍ୱରରେ 2-3 ଦିନ ହେଲାଣି ସେନ୍ସ ଆସିନାହିଁ। ମାନେ ଭାବନ୍ତୁ କେଉଁ ଭଳିଆ ଘରର ଗୋଟେ ପୁଅ, ସେ ପୁଣି ଏମିତି ସବୁ ଦୁର୍ଘଟଣା। ତ ଏଇସବୁ ଘଟଣାକୁ ନେଇକି କେଉଁଠି ନା କେଉଁଠି ମନରେ ବହୁତ ଡର ରହିଯାଉଛି ଯେ ମାନେ ରାସ୍ତାରେ ଗଲାବେଳେ କେତେ ସୁରକ୍ଷିତ ସାବଧାନର ସହିତ ଯାଇତେ ପଡ଼ିବ। ଆମେ ସିନା ସ୍ପିଡ଼ରେ ଗାଡ଼ିଟା ଚଲାଇ ଦେଉଛୁ, କିନ୍ତୁ ମାନେ ଏବେ ଫିଲ୍ ହୁଏ ଯେ ବାଇଚାନ୍ସ କେତେବେଳେ ଧରାଯାଉ କେଉଁଠି ସ୍ଲିପ୍ କରିଗଲା, ପଡ଼ିଯିବ, କ'ଣ ହେବ। ମାନେ ଏବେ ପୁରା ଯେଉଁ ଡର ଜିନିଷଟା ମାନେ ଏବେ ପୁରା ଭେଦି ଯାଉଛି ପୁରା ମାଇଣ୍ଡରେ। ଆଉ ଏ ଭିଡ଼ିଓକୁ ଧରାଯାଉ ମାନେ ଟିନ୍ ଏଜ୍ର ପିଲା ଯିଏ ବି ଦେଖୁଛନ୍ତି, ମୁଁ ତ ତାଙ୍କୁ କହିବି ଯେ ମାନେ ନିଜ ପାଇଁ ଥରେ ଗାଡ଼ିଟା ସ୍ଲୋ ଚଲାଅ, ସତ କଥା। କାହିଁକି ନା ବଞ୍ଚିଥିବ ହେଲେ ବହୁତ ଚଲେଇବ ଗାଡ଼ି। ସେ କହିଲା ଭଳିଆ ସ୍ପିଡ଼ ଯିବଟା ଠିକ୍ ଅଛି, ଯେଉଁଟାକି ଗୋଟେ ହାଇୱେରେ ଯେଉଁଠି ଫାଙ୍କା ରାସ୍ତା ଅଛି, ରାସ୍ତା ଠିକ୍ ଅଛି, ଆବଡ଼ା ଖାବଡ଼ା ବି ନାହିଁ, ଆଉ ନିଜର ଗାଡ଼ିର କଣ୍ଡିସନ୍ ବି ଠିକ୍ ଥିବା ଦରକାର। ଆଉ ସ୍ପିଡ଼ ମୁଡ଼ି ଦେଇଥିବ, ନହେଲେ ସେଟା ଚକା କୁଚିକିରି ପଳେଇଥାଏ, ଏକ୍ସେଲ୍ କୁଚିକିରି ପଳେଇ। ସେମିତି ଇନସିଡେଣ୍ଟ ହେଇଛି ଗୋଟେ ଘଟଣା। ମାନେ ଜୋର ମୋଡ଼ି ଦେଇଛି, ସେ ପଇସା ଚକାର ଏକ୍ସେଲ୍ ଠିକ୍ଠାକ୍ ଭୁଲଭାଲ କେମିତି କ'ଣ ଥିଲା କେଜାଣି, ସେ ପୁରୁଣା ଗାଡ଼ି କି କ'ଣ ମୁଁ ବି ଜାଣିନି। ମାନେ ମୁଁ ସେଠାରେ ତ ବସିନଥିଲି, ବାକି ଆମେ ପଛରେ ଥିଲୁ ବାଇକ୍ରେ, ସେମାନେ ଆଗରେ ଥିଲେ। ଚକା ସେ ଗୁଚିକି ପଳେଇଲାନି, ମାନେ କିନ୍ତୁ ପୁରା ସାଇଡ଼୍ ଏପଟ ସେପଟ ମାନେ ଏମିତି ହେଇଗଲା ଆଉ। ହଁ, ତ ଫ୍ରେଣ୍ଡସ୍ ଏ ହେଲା କଥା। ଆଉ ବାଇକ୍ରେ କିଏ ଆପଣଙ୍କଠୁ ଆଗେଇକି ପଳେଇଲା, ମୁଁ ତାଠୁ ଆଗେଇକି ପଳେଇବି। ମୁଁ ଆପଣଙ୍କୁ ଏଇ କଥାଟା କହୁଛି, ଆଉ ମୁଁ ନିଜେ ବି ରିଏଲାଇଜେସନ୍ କରୁଛି, ତାପରେ ବି ମୁଁ ବେଳେବେଳେ ଗାଡ଼ିଟା ସ୍ପିଡ଼ ଚଲେଇ ପକାଏ। ଆକ୍ଚୁଆଲି ସେମିତି ସ୍ପିଡ଼ ଚଲେଇବା କଥା ନୁହଁ ଆକ୍ଚୁଆଲି। ଆଉ କଥା ହେଲା ଏଇଟା କି ଯେ ମାନେ ମୁଁ କହୁଛି ଆପଣଙ୍କୁ ଉପଦେଶ ଦେଉଛି ସେଇଟା ନାହିଁ। ସମାଜରେ ଆମେ ଅଛ ଯେହେତୁ, ତ ପରସ୍ପରକୁ ସହଯୋଗ କରିବାର ଏଇଟା ଗୋଟେ ମାଧ୍ୟମ ମାତ୍ର। କି ଆଜି ମୁଁ ଆପଣଙ୍କୁ କହୁଛି, କାଲି ଆପଣ ମୋତେ କହିବେ, ସେଇ ମାନେ ପରସ୍ପରକୁ ସହଯୋଗ କରିକି ହିଁ ଆଗକୁ ବଢ଼ିବା, ଜୀବନ ଇଏରେ ଚାଲିଯିବା, ଜୀବନ ରାସ୍ତାରେ ଚାଲିବା ହିଁ ଏଇଟା ତା'ର ଗୋଟେ ମୂଳ ଅର୍ଥ କୁହାଯିବ, ସହଯୋଗ କରି ଚାଲିବାଟା। ତ ଗାଡ଼ି ଆଜ୍ଞା ଧୀରେ ଚଲାନ୍ତୁ, ଯାହା କୁହନ୍ତୁ ପଛେ। ଆଉ ଯଦି ଆପଣ କଥାଟା ରିଏଲାଇଜେସନ୍ କରିପାରୁନାହାନ୍ତି, ତ
ଭଗବାନ ନ କରନ୍ତୁ ସେମିତି କେବେ ହଉ, କିନ୍ତୁ ହେଲେ ବହୁତ ରିଏଲାଇଜେସନ୍ ହୁଏ ସେତେବେଳେ ଯେ କାଶ ମୁଁ ଏମିତି ଧୀରେ ଚଲିଥାନ୍ତି, କ'ଣ ଇଏ କରିଥାନ୍ତି। ତ ଏଇ ହେଲା କଥା ଯେଉଁଟା ମୁଁ ଦେଖୁଛି, ସେଇଟା ମୁଁ କହୁଛି। ରିସେଣ୍ଟଲି ମୋର ଗୋଟେ ସାଙ୍ଗ ବି ଗୋଟେ ସେମିତି ହେଇଥିଲା। ଆଉ ହଁ, ଆଉ ଗୋଟେ କଥା, ଡ୍ରିଙ୍କ କରିକି କେବେ ଚଲାନ୍ତୁ ନାହିଁ, ଦୟାକରି ଟିକେ। ମାନେ ଆପଣ ଡ୍ରିଙ୍କ କରିଥିବେ, ସବୁଦିନ ସମାନ ନଥାଏ, ଗୋଟେ କଥା ମନେ ରଖିଥିବେ। ସବୁଦିନ ସମାନ ନଥାଏ, ଆଉ ସବୁଦିନ ଆପଣଙ୍କର ଦିନ ନଥିବ ବୋଲିକିରି କିଛି ମାନେ ନାହିଁ। ମାନେ ଆପଣଙ୍କ ଦିନ, ମାନେ ଦିନଟା ଆପଣଙ୍କର ହିସାବରେ ଯିବ ବୋଲିକିରି ବି କିଛି ମାନେ ନାହିଁ। ତ କିଛି ଭୁଲ ଭାଲ ବି ହେଇଯାଇପାରେ। ତ ଏକ୍ଜାମ୍ରେ ଭୁଲ ଭାଲ ହେଲେ ଚଳିବ, କିନ୍ତୁ ଜୀବନ ରାସ୍ତାରେ ଥରେ ଭୁଲ ଭାଲ ହେଇଗଲେ ବହୁତ ଅଡ଼ୁଆ ହେଇଯାଏ ଆକ୍ଚୁଆଲି। ବାକି ପଢ଼ାପଢ଼ି କରନ୍ତୁ, ଏକ୍ଜାମ୍ରେ ବି କିଛି ଭୁଲ ଭାଲ କରନ୍ତୁ ନାହିଁ। ମୁଁ ତ ଖାଲି କହୁଛି ଆପଣମାନଙ୍କୁ, କିନ୍ତୁ ହେଇପାରୁନି ମୋ ସାଇଡ଼ରୁ। ବାକି ମୁଁ ଟ୍ରାଏ ତ କରିଛି, ଚାଲିଛି, ନିହାତି ଚାଲି ପଢ଼ାପଢ଼ିଟା ବି ଟିକେ ହେବ ବୋଲିକି। ହଉ, ସେ ଯାହା ବି ହଉ। ଆଉ ଗାଡ଼ି ଧୀରେ ଚଲାନ୍ତୁ, ହେଲମେଟ୍ ପିନ୍ଧନ୍ତୁ, ଆଉ ଲାଇସେନ୍ସ କରିନାହାନ୍ତି ହେଲେ ଲାଇସେନ୍ସ କରନ୍ତୁ, ଏବଂ ଆମର ପଲ୍ୟୁସନ୍ ଠିକ୍ ରଖନ୍ତୁ, ଇନ୍ସୁରାନ୍ସ କରିଥାନ୍ତୁ ଗାଡ଼ିର, ଏବଂ ଗାଡ଼ି କଣ୍ଡିସନ୍ ଠିକ୍ ଅଛି ନା ନାହିଁ ସବୁବେଳେ ଚେକ୍ ଚାକ୍ କରନ୍ତୁ। ଆଉ ଗୋଟେ କଥା, ଭୁଲରେ ବି ନିଜ ଗାଡ଼ି ଛାଡ଼ିକି ଆଉ କାହାରି ଗାଡ଼ି କେବେ ଚଲାନ୍ତୁ ନାହିଁ। ଯଦି ଜରୁରତରୁ ଜରୁରତ ଅଛି ତ ଚଲାନ୍ତୁ, ଠିକ୍ ଅଛି। ଆଉ ଯେ ଇଚ୍ଛା ହେଉଛି ଚଲେଇଦେବି ଗାଡ଼ିଟା, ସ୍ପୋର୍ଟ୍ସ ବାଇକ୍ଟା କି କ'ଣ ଗୋଟେ ବଢ଼ିଆ ବାଇକ୍ଟା ମୁଁ ଚଲେଇବି ଟିକେ, ଭୁଲରେ ବି ନାହିଁ। ଆପଣଙ୍କର ପାଖରେ ଯାହା ଅଛି ସେତିକିରେ ଖୁସିକି ସେଇ ଗାଡ଼ିଟା ଚଲାନ୍ତୁ, ସବୁଠୁ ବେଷ୍ଟ ହେବ। କାହିଁକିନା ଆପଣ ଜାଣିନାହାନ୍ତି ସେ ଗାଡ଼ିର କଣ୍ଡିସନ୍ କ'ଣ, ସେ ଗାଡ଼ି କେମିତି ଚାଲୁଛି ନ ଚାଲୁଛି, କ'ଣ ବ୍ରେକ୍ ଠିକ୍ ଅଛି ନ ଅଛି, ଗାଡ଼ି ଷ୍ଟାର୍ଟ ହେଉଛି ନ ହେଉଛି। କାହିଁକିନା ସେସବୁ ଜିନିଷ କିଛି ପ୍ରଥମ ଦେଖାଯିବ ନାହିଁ। ୱାନ୍ସ ସିଚୁଏସନ୍ ଖରାପ ହେଲେ, ସିଚୁଏସନ୍ରେ ପଡ଼ିଗଲେ ଜଣାପଡ଼ିବ ଯେ ଆରେ ତୋର ବ୍ରେକ୍ ଠିକ୍ ସେ ଧରୁ ନଥିଲା, ୟାର ମୁଁ କହିଲୁ ନାହିଁ। ସେ କହିବ ଯେ ନାଇଁ ପଛ ବ୍ରେକ୍ ପ୍ୟାଡ଼୍ଟା ସରିଯାଇଛି। ତାପରେ କହିବ ଯେ ଗାଡ଼ିରେ ପଲ୍ୟୁସନ୍ ନଥିଲା, ତୁ କହିଲୁ ନାହିଁ, ଚାଲାଣ କଟିଗଲା। ଇନ୍ସୁରାନ୍ସ ନଥିଲା, ମାନେ ବହୁତ କଥା ଆସିବ ସେତେବେଳକୁ। ତ ଏଇ ହେଲା କଥା। ଆଉ ଗାଡ଼ି ଧୀରେ ଚଲାନ୍ତୁ। ହଁ, ଆଉ ଗୋଟେ କଥା, ଭଗବାନଙ୍କୁ ବି ସ୍ମରଣ କରନ୍ତୁ। ଭଗବାନଙ୍କ ପାଖରେ ବି ଟିକେ ବିଶ୍ୱାସ ରଖନ୍ତୁ କି ଆମେ ଯେଉଁଠି ଯାଉଛୁ ଯେତେବେଳେ ବି, କି ଭଲରେ ଭଲରେ ଆମେ ଯାଉ ଏବଂ ଭଲରେ ଭଲରେ ଯେମିତି ପଳେଇ ଆସୁ, ସେମିତି କହିକି ଗାଡ଼ି ଚଲାନ୍ତୁ। ଦେଖନ୍ତୁ, ଭଗବାନ ଅଛନ୍ତି କି ନାହାନ୍ତି ସେଇଟା ମୁଁ ଜାଣିନାହିଁ, କି ଆପଣ ବି ଜାଣିନାହାନ୍ତି। ବାକି ମୁଁ ଜାଣିଛି ଅଛନ୍ତି ବୋଲିକି, ସେମିତି ନାହିଁ, ମାନେ ଅଛନ୍ତି ଆକ୍ଚୁଆଲି, ସେମିତି ନାହିଁ ଯେ ନାହାନ୍ତି ବୋଲି ନାହିଁ। ଗୋଟେ ଆସ୍ଥା ବିଶ୍ୱାସ ରହି ଆସିଛି ଯେହେତୁ, ତ ସେଇ ଫ୍ଲୋରେ ଆମେ ବି ଚାଲିବା। ଆଉ ସେମିତି ଚାଲିଲେ ହିଁ ଜୀବନଟା ଟିକେ ସହଜ ଲାଗିବ। ତ ଏଇ ହେଲା କଥା। ଆଉ ଭଲ ଲାଗିଲା ଯଦି ଭିଡ଼ିଓ, ତାହେଲେ ନିହାତି ସପୋର୍ଟ କରିବେ ବୋଲିକି ମୋର ଆଶା। ଜୟ ଜଗନ୍ନାଥ ଫ୍ରେଣ୍ଡସ୍, ଜୟ ମା ତାରିଣୀ, ଜୟ ମା ସମଲାଇ।